ମୁଁ ବହୁତ ତଦାରଖ ପାଇଁ ଯାଇଥିଲି। ଗଲାବେଳକୁ 204 ନମ୍ବର ବୁଥ ଦେଉଲକନା ସେଠାରେ ମୁଁ ଯାଇକି ଭିତରେ ପଶିଲି ଏବଂ ପୋଲିଂ କେତେ ହେଇଛି ବୋଲି ପଚାରିଲି। ଆଉ ସେ କହିଲେ ମୋତେ। ତାପରେ ମୁଁ ତଦାରଖ କରିସାରିଲା ପରେ ବାହାରକୁ ବାହାରିଲି। ସେତେବେଳେ ଯେଉଁ ମଦ୍ୟପ ବ୍ୟକ୍ତିମାନେ ସବୁ କାହିଁକି ଆପଣ ପଶିଲେ ବୋଲି ମୋତେ ପଚାରିଲା ବେଳକୁ ମୁଁ କହିଲି ମୋର ଅଧିକାର ଅଛି, ମୁଁ ପଚାରିବା ପାଇଁ ଶାନ୍ତି ଶୃଙ୍ଖଳା ମାନେ କ'ଣ କେମିତି ଚାଲିଛି ପଚାରିଲି ଆସିଲି। କହିଲା ବେଳକୁ ସେମାନେ ଧକିଆ ପକିଆ ମାରିକି ମୋତେ ଟାଣିକି ବାହାରକୁ ନେଇଗଲେ ଏବଂ ବିଭିନ୍ନ ଦୁର୍ବ୍ୟବହାର କଲେ, ଗାଳି କଲେ ଏବଂ ଲାତ ଗଇଁଠା ମାରିଲେ। ମୁଁ ଯେଉଁମାନେ ସେଇ ମୋତେ ଲାତ ଗଇଁଠା ମାରିଛନ୍ତି ସେମାନଙ୍କ ପାଇଁ ମୁଁ ଆଜି ଆସିକରି ଏଫଆଇଆର ଦେଲି। କମ୍ ସେ କମ୍ 20 ଜଣ 30 ଜଣ ପାଖ ଥିଲେ। ନିହାତି ଆଜ୍ଞା। ମୋତେ ନାଇଁ ମୋ ସହିତ ଆମର ସାଥୀ ଥିଲେ ସେ କାଲାବାବୁ, ତାଙ୍କୁ ବି ମାଡ଼ ହେଲା, ମୋତେ ବି ମାଡ଼ ହେଇଛି। ମାନେ ବିଜୁ ଜନତା ଦଳର ସବୁ ଟାୱଲ ଯାକ ଧରିଥିଲେ। ମୁଁ ତ ଜାଣିଲି ସେମାନେ ବିଜୁ ଜନତା ଦଳର। ସେମାନେ ନିହାତି ଭାବରେ ମୁଁ ଭାବୁଛି ଯେ ପରାଜୟର ଭୟରେ ସେମାନେ ଏଭଳିଆ ଗୁଣ୍ଡାଗର୍ଦି କରୁଛନ୍ତି ଏବଂ ମୋତେ ଲାଥ ଗଣ୍ଟା ମାରିଛନ୍ତି। ନିଶ୍ଚିତ ଭାବରେ ମୁଁ ଚାହିଁବି ଆଜ୍ଞା ଏଟା ଆକ୍ସନ୍ ନିଅନ୍ତୁ। ନିହାତି ଭାବରେ ସେମାନଙ୍କୁ ଆକ୍ସନ୍ ନେବା ଦରକାର। ମୁଁ ତ ଏଫଆଇଆର ଦେଇଛି ଯେ ଲାତ ଗଇଁଠା ମାରିଲେ ଏବଂ ଏମାନଙ୍କୁ ମୋର ଚୁନା ଚେନ୍ ମଧ୍ୟ ଗୋଟେ ଟାଣି ନେଇଛନ୍ତି। ପୋଲିସ ପ୍ରୋଟେକ୍ସନ୍ ନଥିଲେ ଆଉ ସୁରକ୍ଷାକର୍ମୀ ମଧ୍ୟ ଜଣେ ଯିଏ ଥିଲେ ସେ ଭାଇ କ'ଣ କରିବେ ଏତେ ଲୋକରେ, ସେ ପ୍ରୟାସ କରିଥିଲେ କିନ୍ତୁ କିଛି ବି ହେଇପାରିଲାନି। ଘଟଣା କ'ଣ ହେଲା, କ୍ୟାଣ୍ଡିଡେଟ୍ ଭିତରେ ଯାଇକି ଆସୁଥିଲା, ମୁଁ ରାସ୍ତାରେ ଥିଲି, ବାଟରେ ଥିଲି, ତାକୁ ଝିକିକିରି ନେଇ ଯାଉଥିଲା। ତାପରେ ମୁଁ ତାକୁ ଯେହେତୁ ସେ ତାର ସାଙ୍ଗରେ ମୁଁ ଅଛି, ତାକୁ ତ ମୋର ନିହାତି ବଞ୍ଚାଇକିରି ଆଣିବା ଦରକାର। ତାକୁ ଗଲାବେଳକୁ 30 ଜଣ ଲୋକ ମୋତେ ଘେରିକିରି ଆଉ ତାଙ୍କୁ ଘେରିକିରି ଗୋଇଠା ମାଡ଼ ଆଉ ପୁରା ଯେମିତିକି ମର୍ଡର କରିଦେଲା ଭଳିଆ ଅବସ୍ଥା କଲା ସେମାନେ। ମାରବାଟା ତ 7-8 ଜଣ ମାରିଛି। କ'ଣ କହୁଥିଲେ ସେମାନେ? ବୋଲେ ଆମକୁ ଏଇ କ'ଣ ଭୋଟ ଅଛି କିଛି ପାଇଲ ନା, କ୍ୟାଣ୍ଡିଡେଟ୍ ତ ଆଇବାର ଅଧିକାର ଅଛି, ସେ ଆସିବ। ମୋତେ ମାଡ଼ ହେଇଛି।